ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଜିଲ୍ଲା ହାଲଚାଲରେ ଶୁଣନ୍ତୁ ମୟୂରଭଞ୍ଜ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ କଲ୍ୟାଣ କୁମାର ସିହ୍ନା ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜର 650 ଶଯ୍ୟା ବିଶିଷ୍ଟ ନୂତନ ଡାକ୍ତରଖାନାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍ଘାଟନ କରିଛନ୍ତି। ଜିଲ୍ଲା ଏହି ଅବସରରେ 149 କୋଟି ଟଙ୍କା ବ୍ୟୟରେ ନିର୍ମିତ 18ଟି ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିବା ବେଳେ 282 କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା 21ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ବାରିପଦାର କଲେଜ ପଡ଼ିଆଠାରେ ଆୟୋଜିତ ଉତ୍ସବରେ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, 2017 ମସିହା ଶିକ୍ଷାବର୍ଷରୁ ଆରମ୍ଭ ହୋଇଥିବା ଏ ମେଡିକାଲ କଲେଜ ପ୍ରାରମ୍ଭିକ ବର୍ଷ ଗୁଡ଼ିକରେ ବାରିପଦା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସଫଳତାର ସହିତ ଶିକ୍ଷାଦାନ ହସ୍ପିଟାଲ ଭାବେ ଇଏ କାର୍ଯ୍ୟ କରି ଏହି ପ୍ରତିଷ୍ଠାନର ମଜବୁତ ଭିତ୍ତିପ୍ରସ୍ତର ସ୍ଥାପନା କରିଥିଲା। ସମୟ ସହିତ ଏହି କଲେଜ ଭିତ୍ତିଭୂମି, ଶିକ୍ଷାଗତ କ୍ଷମତା, ଚିକିତ୍ସା ପ୍ରଦାନ କରିବା, ଜନସାଧାରଣଙ୍କର ଆସ୍ଥା ଭାଜନ ହେବା କ୍ଷେତ୍ରରେ ନିରନ୍ତର ଭାବେ ଇଏ ଅଗ୍ରଗତି ଆମକୁ ଦେଇ ଆସିଛି। ଆଜି ଏହି ସ୍ୱତନ୍ତ୍ର ନୂତନ ଟିଚିଂ ହସ୍ପିଟାଲର ଉଦ୍ଘାଟନ ସହିତ ଏହି ପ୍ରତିଷ୍ଠାନ ବିକାଶ ଶ୍ରେଷ୍ଠ ତାର ଏକ ନୂତନ ସୋପାନରେ ପଦାର୍ପଣ ପ୍ରାୟ 258 କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଅତ୍ୟାଧୁନିକ ଡାକ୍ତରଖାନା ଏବଂ ମେଡିକାଲ କଲେଜ 650 ଶଯ୍ୟା ବିଶିଷ୍ଟ ଏ ଟିଚିଂ ହସ୍ପିଟାଲ ସମଗ୍ର ଉତ୍ତର ଓଡ଼ିଶାର ସବୁଠାରୁ ବୃହତ ହସ୍ପିଟାଲ ହିସାବରେ ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟଭୂମି ଭିତ୍ତିଭୂମି ପ୍ରକଳ୍ପ ମାନଙ୍କ ଭିତରୁ ଇଏ ଅନ୍ୟତମ ଆଉ ସ୍ୱତନ୍ତ୍ରତା ଲାଭ କରିପାରିଛି। ଇଏ ଆଧୁନିକ ସୁବିଧା, ଉନ୍ନତ ନିଦାନ ସେବା, ବିଶେଷଜ୍ଞ ଚିକିତ୍ସା ବିଭାଗ, ଗୁରୁତର ଚିକିତ୍ସା ସୁବିଧା, ଜରୁରୀକାଳୀନ ସେବା ଏବଂ ଉନ୍ନତ ଶିକ୍ଷାଦାନ ଭିତ୍ତିଭୂମି ସହିତ ଏହି ହସ୍ପିଟାଲ ଅଞ୍ଚଳର ସ୍ୱାସ୍ଥ୍ୟ ସେବାକୁ ଏହା ନିଶ୍ଚିତ ଭାବରେ ଅନେକ ଗୁଣରେ ଆଜି ଶକ୍ତିଶାଳୀ କରାଇବାରେ ପ୍ରମୁଖ ଭୂମିକା ନେବା ପାଇଁ ଯାଉଛି। ମୁଁ ଆପଣମାନଙ୍କର ପାଖରେ ମୁଖ୍ୟ ସେବକ ହିସାବରେ